ନା କଣ? ମୋ ନାଁ ହେଉଛି ସୁଜୟ କୁମାର ମଲ୍ଲିକ, ଗ୍ରାମ ଗୌରୀପାଟଣା। ମୋର କହିବାଟି ଆଜ୍ଞା ଦେଖନ୍ତୁ, ଇଏ ଗୋଟେ ହେଉଛି ପ୍ରକଳ୍ପ ସ୍କୁଲ। ଇଏ ସବୁ ସରକାରଙ୍କ ଜିନିଷ, ଉଇଥ୍ ଗ୍ରାମବାସୀଙ୍କର ବି ଜିନିଷ। ୟାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମମାନଙ୍କର। ଇଏ ଗୋଟେ ଶିକ୍ଷା ଅନୁଷ୍ଠାନ। ଏଥିରେ ଏଇଭଳିଆ ଅବସ୍ଥା ଏମିତି ଥିଲା, ଏପଟେ ନଦୀ, ସାମ୍ନାରେ ପୋଖରୀ, ପିଲାମାନେ ଛୋଟ ଛୋଟ ପିଲାମାନେ ଏ ନଈ ନାଳରେ ପଡ଼ିଯିବା ପାଇଁ, ସେଥି ନିମନ୍ତେ ସୁରକ୍ଷା ଦୃଷ୍ଟିରୁ ଆମର ଏଇ ଯେଉଁ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି, ସିଏ ତାଙ୍କର ଚେଷ୍ଟା କରିକିରି, ଏତେ କମିଟି କିଛି ନାହିଁ, ତେଣୁ ଚେଷ୍ଟା କରିକିରି ସେ ତାଙ୍କର ପଇସା ହାତରୁ ଡିପୋଜିଟ୍ କରି କିଛି ପଥର ଆଣିକି ଗଦେଇଲେ। ଗଦେଇବା ଭିତରେ ପାଚେରୀ ନିର୍ମାଣ କରିବା ପାଇଁ ଆଜି ପ୍ରାୟ ବର୍ଷ ହେଲାଣି ସେ ଲାଗିଲେ। କିନ୍ତୁ ଏ ଗାଁର କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଯେ ସେମାନେ ଏହାର ବିରୋଧ କରୁଛନ୍ତି, ଯଦ୍ୱାରା କି ସେମାନେ କହିବାଟା କଥା ଏ ଜାଗାରେ ଆମେ କୋଠ ଘର କରିବୁ, ଆଖଡ଼ା ଘର କରିବୁ। ଏ ବାବଦରେ ବି କିଛି ଆମେ ଗ୍ରାମବାସୀ କେସ୍ କାସ ହେଇଥିଲା, ତହସିଲଦାର ଆସିଥିଲେ, ଥାନା ଆସିଥିଲା, ଆସିକିରି ସବୁ ବନ୍ଦ କଲେ। ଏ ଭିତରେ କୌଣସି ଅନୁଷ୍ଠାନ, କୌଣସି ପ୍ରାଇଭେଟ୍ ଅନୁଷ୍ଠାନ ହେଇପାରିବ ନାହିଁ। କିନ୍ତୁ ତଥାପି ଏଠି ଗୋଟେ ଅଙ୍ଗନବାଡ଼ି ଘର ହେଇଛି, ଜାଗା ନାହିଁ, ପିଲାମାନେ ଖେଳକୁଦ କରିବେ, ଗଛ ବୁଛ ଲାଗିବ। ତଥାପି ଯାହା ହଉ, ଏଇଭଳିଆ ପରିସ୍ଥିତିରେ ଆମର ଶିକ୍ଷୟିତ୍ରୀ ମୋତେ ଆସିକି ଡାକିଥିଲେ। ମୁଁ ଆଉ ଗାଁ ଲୋକଙ୍କୁ ଡାକି କହିଲି କ'ଣ କରିବା, ଏମିତି ଦୃଷ୍ଟିରୁ ପଥର ଗଦିଆ ହେଲା, କରିବା। କିନ୍ତୁ ଏବେ 2-3 ମାସ ହେଲା ଏ ପାଚେରୀ ନିର୍ମାଣ କରାଗଲା। ଯେଉଁମାନେ ଏ କର୍ମ କଲେ, ଯେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନେ, ସେ ପ୍ରଥମରୁ କାହିଁ ବନ୍ଦ କଲେନି? ଖୋଳା ହେଇ କରାହେଲା। ଏଠି ୱାର୍ଡ଼ ମେମ୍ବର ଆସିକି କହିଲା ଯେ ଏତିକି ପତନରୁ କ'ଣ ଖୋଳୁଛନ୍ତି, ଏଇଟାକୁ ଆଉ ଟିକେ ଗାଢ଼ା କର। ତଥାପି ଆଉ ଗୋଟେ ପଥର ବସିକିରି ଗାଢ଼ା ହେଇ କାମ ହେବାର 2-3 ମାସ ଭିତରେ ଏଇ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଯାହାର ମାନେ ସେମାନେ ଏଇ ପାଚେରୀ ଭାଙ୍ଗିକି ଦେଖନ୍ତୁ ଗୋଟେ ପାଚେରୀ କଲେ। ଏ ବାବଦରେ ଆମେ ଥାନାରେ ଏଫଆଇଆର ଦେଲୁ, କର୍ତ୍ତୃପକ୍ଷଙ୍କୁ ଜଣେଇଲୁ। କୌଣସି ତାର କାର୍ଯ୍ୟକ୍ରମ ନାହିଁ, ପଦକ୍ଷେପ ନାହିଁ। ତଥାପି ସେମାନଙ୍କର ସ୍ତ୍ରୀମାନଙ୍କୁ ସେମାନେ ନେଇକିରି ଓଲଟା ମୋର ପିଲାମାନଙ୍କ ନାଁରେ ଆମ ଗାଁର କେସ୍ କଲେଣି। ତଥାପି ଆହୁରି ଲୋକଙ୍କୁ ଧମକଉଛନ୍ତି ଆମ ସ୍ତ୍ରୀମାନଙ୍କୁ ନେଇକି ଆମ ନାଁରେ କେସ୍ ଦେବୁ, ମାନେ ଧର୍ଷଣରେ କେସ୍ ଦେବୁ। ତାହେଲେ କେମିତି ହେବ? ଏମିତି ଯଦି ସରକାରୀ ଜିନିଷ ଏମିତି ବର୍ବାଦ ହେବାକୁ ଯିବ, ଏ ଗ୍ରାମବାସୀଙ୍କର ଜିନିଷ, ସରକାରଙ୍କ ଜିନିଷ, ପିଲାମାନଙ୍କର ଭବିଷ୍ୟତ, ତାହେଲେ କେହି କିଛି ବୁଝୁନାହାନ୍ତି। ଆଜିକି 5-6 ଦିନ କାଳ ହେଇଗଲା, ଆମେ ବି ଭୟ ଭିତରେ ଅଛୁ।